ଆମର ସରକାର ଗରିବ ଲୋକମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି, ଯୋଉଟା କି ଆସିବା ନିହାତି ଦରକାର। ତେବେ ସେ ନିୟମଟି କ'ଣ, କେମିତି ଲାଗୁ ହେବ, କ'ଣ ପାଇଁ ଲାଗୁ ହେବ, ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡିଓରେ ଜାଣିବା। ଭିଡିଓକୁ ସମ୍ପୂର୍ଣ୍ଣ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ, ତା ସହିତ ଅନ୍ୟମାନଙ୍କୁ ନିଶ୍ଚିତ ଭାବରେ ସେୟାର କରିବେ। ତେବେ ସମସ୍ତେ ଜାଣିଛ, କୌଣସି ତହସିଲ ଅଫିସ ହେଉ, ଆର୍ଆଇ ଅଫିସ ହେଉ ବା ସବ୍ ରେଜିଷ୍ଟର ଅଫିସ ହେଉ, ଆପଣମାନେ ଯେତେବେଳେ ଯାଆନ୍ତି କୌଣସି କର୍ମଚାରୀ ଆପଣମାନଙ୍କୁ ହଇରାଣ ସହିତ ଲାଞ୍ଚ ମାଗନ୍ତି, କୌଣସି କାମଟିକୁ ଠିକ ଭାବରେ କରନ୍ତି ନାହିଁ, ଆପଣଙ୍କୁ ଫେରାଇ ଦିଅନ୍ତି, ଯାହାଫଳରେ ଗରିବ ଲୋକମାନେ ବହୁତ ହଇରାଣ ହୋଇଥାନ୍ତି। ଏବଂ ଯଦି ସିଧାସଳଖ କଥା କହିବି, କେବଳ ଗରିବ ଲୋକ ନୁହେଁ, ପ୍ରାୟତଃ ସମସ୍ତ ଲୋକ ଏଥିରେ ହଇରାଣ ହୋଇଥାନ୍ତି। ଯେଉଁମାନେ ପଇସା ଦିଅନ୍ତି ସେମାନଙ୍କ କାମ ଶୀଘ୍ର ହୁଏ, ଯେଉଁମାନେ ପଇସା ଦେଇପାରନ୍ତି ନାହିଁ ସେମାନଙ୍କୁ ଠକନ୍ତି। ବାରମ୍ବାର ତହସିଲ ଅଫିସ ହେଉ, ଆର୍ଆଇ ଅଫିସ ହେଉ ଦୌଡ଼େଇ ଦୌଡ଼େଇ ଲୋକମାନଙ୍କୁ ହଇରାଣ କରନ୍ତି। ତା ସହିତ ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି, ଜଣେ ଜମି କିଣିଥିବ, କିନ୍ତୁ ଯେତେବେଳେ ସେହି ଜମିରେ ସେ ଘର କରିବାକୁ ଯିବ, ସେହି ଜମିର ମାଲିକ ଆଉ କିଏ ବାହାରିବ। ଏମିତି କ'ଣ ପାଇଁ ହୁଏ ନା, ଜଣେ ମାଲିକ ଜମି ବିକି ସାରିଲା ପରେ ପୁଣି ଆଉ ଥରେ ଅନ୍ୟ ଜଣଙ୍କୁ ଜମି ବିକିଥାଏ, ଯାହାଫଳରେ ଲୋକମାନେ ବିଭିନ୍ନ ଠକାମିର ଶିକାର ହୁଅନ୍ତି। ତ ଏହି ସବୁ ଠକାମି ଏବଂ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ସରକାର ଏକ ନୂଆ ଉପାୟ ଆଣିବାକୁ ଯାଉଛନ୍ତି। ତା ସହିତ ମନ୍ତ୍ରୀଙ୍କ ନମ୍ବର ଦେଇଛନ୍ତି, ଯାହାର ବି କିଛି ଅସୁବିଧା ହେବ, ଯିଏ ହଇରାଣ ହେଉଥିବ, ତହସିଲ ଅଫିସରେ ଲାଞ୍ଚ ମାଗୁଥିବେ, ଆର୍ଆଇ ଅଫିସରେ ଲାଞ୍ଚ ମାଗୁଥିବେ, ସେମାନେ ଡାଇରେକ୍ଟ ମନ୍ତ୍ରୀକୁ ଫୋନ କରିକି କମ୍ପ୍ଲେନ କରିପାରିବେ। ତା ସହିତ ଯେମିତି କହିଥିଲି, ସମସ୍ତଙ୍କ ଜମି ପଟ୍ଟାରେ ଏଥର କ୍ୟୁଆର କୋଡ ଲାଗିବ। ଏହା ଲାଗିବା ଦ୍ୱାରା କ'ଣ ହେବ ନା, ଦେଖନ୍ତୁ ମୁଁ ଆପଣଙ୍କୁ ପଢିକି ଶୁଣେଇ ଦଉଛି। ତ କ୍ୟୁଆର କୋଡ ଜରିଆରେ କେବଳ ଜମି ବାବଦରେ ସୂଚନା ମିଳିବନି, ବରଂ ଠକାମି ଉପାୟରେ ଜମି କିଣା ବିକା କରୁଥିଲେ ତୁରନ୍ତ ଆର୍ଆଇ ଓ ତହସିଲଦାର ପାଖକୁ ଖବର ଯିବ, ଯାହାଦ୍ୱାରା ଜମି ଠକେଇର ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବ ବୋଲି ସରକାର କହିଛନ୍ତି। ତେବେ ବାକି ରହିଲା ଦେଖିବା ଏହା କେବେ ଲାଗୁ ହେଉଛି ବା କେବେଠାରୁ କାମ କରୁଛି। ତ ଏହା ଥିଲା ଆଜିର ଅପଡେଟ। ଯାହା ବି କିଛି ଡାଉଟ ରହିଛି ନିଶ୍ଚିନ୍ତ କମେଣ୍ଟ ବକ୍ସରେ କମେଣ୍ଟ କରିବେ। ରହିଲି, ଦେଖା ହେବା ଆଉ ଏକ ଭିଡିଓରେ ଆଣ୍ଡ ନ୍ୟୁ ଅପଡେଟ ସହିତ। ଜୟ ଜଗନ୍ନାଥ।